300 ବର୍ଷ ପରେ ମହାଶିବରାତ୍ରିରେ ବିରଳ ସଂଯୋଗ। ଉପବାସ କଲେ ମିଳିବ ଏହି ଫଳ। ଆସନ୍ତୁ ଏହି ଭିଡ଼ିଓରେ ଜାଣିବା। ଚଳିତ ବର୍ଷ ମହାଶିବରାତ୍ରି ମାର୍ଚ୍ଚ 8ରେ ପଡ଼ୁଛି। ଶୁକ୍ରବାରରେ ଏଥର ଶିବରାତ୍ରିରେ ବିରଳ ସଂଯୋଗ ଘଟୁଥିବାରୁ ଏହା ସ୍ୱତନ୍ତ୍ର ହୋଇଛି। ଶ୍ରୀ ବାଲାଜୀ ବୈଦ୍ୟ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ର ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ତିୱାରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଏଭଳି ବିରଳ ସଂଯୋଗ 300 ବର୍ଷ ପରେ ପଡ଼ିଛି। 300 ବର୍ଷ ପରେ ଶିବ ଯଜ୍ଞ ସହିତ ସରବଦ୍ଧ ଯଜ୍ଞର ଏକ ବିରଳ ମିଶ୍ରଣ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ମହାଶିବରାତ୍ରି ଦିନ ଶୁକ୍ର ପ୍ରଦୋଷ ବ୍ରତ ପଡ଼ୁଥିବାରୁ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ ବିଶେଷ ଭାବରେ ପୂଜାପାଠ କଲେ ଚାକିରି ବ୍ୟବସାୟରେ ସଫଳତା ମିଳିଥାଏ ଏବଂ ସୁଖ ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତେବେ ଏହିଭଳି ବିରଳ ସଂଯୋଗ ବେଳେ କିପରି ପୂଜାପାଠ କରିବେ, ଚାଲନ୍ତୁ ଜାଣିବା। ଜ୍ୟୋତିଷ ଶାସ୍ତ୍ର ମୁଖ୍ୟ ଡକ୍ଟର ମୃତ୍ୟୁଞ୍ଜୟ ତିୱାରୀଙ୍କ ସୂଚନା ଅନୁଯାୟୀ 300 ବର୍ଷ ପରେ ସର୍ବଭାରତୀୟ ସିଦ୍ଧି ଯୋଗର ଏକ ବିରଳ ମିଶ୍ରଣ, ଯାହା ସମସ୍ତଙ୍କର ଇଚ୍ଛା ପୂର୍ଣ୍ଣ ଧ୍ୟାନ ଏବଂ ମନ୍ତ୍ର ଜପ ପାଇଁ ସର୍ବୋତ୍ତମ ଶିବଯୋଗ ଅଟେ। ଶିବଯୋଗ ମହାଶିବରାତ୍ରିରେ ସାରା ଦିନ ରହିବ। ଶିବଯୋଗ ସୂର୍ଯ୍ୟ ଉଦୟରୁ ଆରମ୍ଭ ହୋଇ ରାତି 12:46 ପର୍ଯ୍ୟନ୍ତ ରହିବ ଏବଂ ସରବଦ୍ଧ ଯୋଗ ସକାଳ 6:38ରୁ ରାତି 10:41 ପର୍ଯ୍ୟନ୍ତ ମହାଶିବରାତ୍ରି ରହିବ। ପଞ୍ଜିକା ଅନୁସାରେ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀରେ ପଡ଼ୁଥିବା ମହାଶିବରାତ୍ରି ସିଦ୍ଧ ଯୋଗରେ ପଡ଼ିବା ଅତ୍ୟନ୍ତ ଶୁଭ ସଂକେତ ଅଟେ। ଏହି ଦିନ ଶିବଙ୍କ ପୂଜାପାଠ କରିଲେ ଶିବ ଭକ୍ତମାନେ ଦ୍ୱିଗୁଣ ଶୁଭ ଫଳ ପାଇପାରିବେ। ଶିବଯୋଗ। ଶିବଯୋଗରେ ଭୋଳା ବାବାଙ୍କୁ ପୂଜା କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ। ଘରେ ଶୁଭ କାମ ହେବାର ସମ୍ଭାବନା ଅଧିକ ରହିଛି। ଏବେ ଜାଣିବା ସିଦ୍ଧିଯୋଗ ବିଷୟରେ। ସିଦ୍ଧିଯୋଗ ଭଗବାନ ଗଣେଶଙ୍କ ସହ ଜଡ଼ିତ। ଏହି ଯୋଗରେ ପୂଜା କରିଲେ ବାଧା ବିଘ୍ନ ଦୂର ହୋଇଥାଏ। ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ଘରକୁ ସମୃଦ୍ଧ କରିଥାଏ। ଶ୍ରାବଣ ନକ୍ଷତ୍ର। ଶ୍ରାବଣ ନକ୍ଷତ୍ରରେ ଶନିଦେବ ହେଉଛନ୍ତି ଶ୍ରାବଣ ନକ୍ଷତ୍ରର ପ୍ରଭୁ। ଶ୍ରାବଣ ନକ୍ଷତ୍ରରେ ଯାହା ବି କରାଯାଏ ଏହାର ଫଳାଫଳ ଶୁଭ ହୁଏ। ଶିବଙ୍କର ପ୍ରିୟ ମାସ ଶ୍ରାବଣ ହୋଇଥିବାରୁ ଏହା ନକ୍ଷତ୍ର ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଏହି ଦିନରେ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଜ୍ୟୋତିଷ ତିୱାରୀ କହିଛନ୍ତି ଯେ ଚଳିତ ବର୍ଷ ମହାଶିବରାତ୍ରି ଏବଂ ଶୁକ୍ର ପ୍ରଦୋଷ ଗୋଟିଏ ଦିନରେ ପଡ଼ୁଛି। ଶୁକ୍ର ପ୍ରଦୋଷରେ ପଡ଼ୁଥିବା ମହାଶିବରାତ୍ରି ବିଶେଷ ଶୁଭ ଅଟେ। ଏହି ଦିନ ଉପବାସ କରି ଶିବଙ୍କୁ ଉପାସନା କଲେ ସବୁ ସମସ୍ୟାର ଦୂର ହୋଇଥାଏ। ଶୀଘ୍ର ଚାକିରି ଏବଂ ବ୍ୟବସାୟ ସଫଳତା ମିଳିଥାଏ। ଏହି ଦିନ ଶିବ ପାର୍ବତୀଙ୍କ ଉପାସନା ପରିବାରରେ ସମୃଦ୍ଧି ଆଣିଥାଏ। ଏହା ସହିତ ଦାମ୍ପତ୍ୟ ଜୀବନରେ ଶୁଭ ଫଳ ଏବଂ ସୁଖ ବଢ଼ିଥାଏ।